ଆପଣ ଦିଲ୍ଲୀ ଯାଉଛନ୍ତି ବଡ଼ ବଡ଼ ନେତାଙ୍କ ସହିତ ମଧ୍ୟ ବସୁଛନ୍ତି ଅନ୍ୟ ଦଳର ନେତାଙ୍କ ସହିତ ବସୁଛନ୍ତି କଂଗ୍ରେସ ଦଳର ନେତାଙ୍କ ସହିତ ବସୁଛନ୍ତି ଭାରତୀୟ ଜନତା ପାର୍ଟି ନେତାଙ୍କ ସହିତ ବସୁଛନ୍ତି ଗୋଟେ କଥା ଜାଣିବା ପାଇଁ ଚେଷ୍ଟା କରିବୁ ଅପରେସନ୍ ଲୋଟସ୍ ଓଡ଼ିଶାର 2 ଜଣ ସାଂସଦକୁ ମଧ୍ୟ ନେଇଗଲାଣି ଏଥିରେ କିଏ ମୁଖ୍ୟ ଭୂମିକା ଗ୍ରହଣ କରିଛି ସେ ବାବଦରେ କିଛି ଆପଣଙ୍କ ପାଖରେ ଖବର ରହୁଛି ନା ସେ ବାବଦରେ କିଛି ଖବର ଅଛି ଦେଖନ୍ତୁ ମୁଖ୍ୟ ଭୂମିକା କିଏ ଗ୍ରହଣ କଲା ସେଇଟା ତ ଆମେ ଆଉ ଜାଣିବାର ସମ୍ଭବ ନୁହଁ ନିଶ୍ଚିତ ଭାବରେ ଓଡ଼ିଶାର ନେତା ହିଁ କରିଥିବେ ବାହାର ରାଜ୍ୟର ନେତା କାହିଁ କରିବେ କିଏ ତାହେଲେ ସେ ନେତା ଓଡ଼ିଶାର ମୁଁ ସେଟା କହିପାରିବିନି କିନ୍ତୁ ଯେଉଁମାନେ ବି କରିଥିବେ ଓଡ଼ିଶାର ନେତା ହିଁ କରିଥିବେ ଓଡ଼ିଶାର ନେତା ହିଁ ଯୋଗାଯୋଗ କରି କରିଥିବେ ସେଇଟା ମୁଁ କନଫର୍ମ ନୁହେଁ ଯେ କିଏ କରିଛି ଭାରତୀୟ ଜନତା ପାର୍ଟି ଜଣେ ଯିଏ ବି ହଉ XYZ ଯିଏ ବି ହଉ ଜଣେ ସାଂସଦକୁ ନେବା ପାଇଁ ବର୍ତ୍ତମାନ ଜୋରଦାର ପ୍ରୟାସ କରୁଥିବା ଯାହା ମଧ୍ୟ ଭାରତୀୟ ଜନତା ପାର୍ଟି ନିଜ ନେତାମାନେ କହୁଛନ୍ତି ତାଙ୍କ ପାର୍ଟିରେ ସେମାନେ କହୁଛନ୍ତି କି ଯୋଗାଯୋଗରେ ଅଛନ୍ତି କିଏ ସେମିତି ନେତା ହେଇପାରେ ବିଜୁ ଜନତା ଦଳର ସାଂସଦ ହେଇପାରେ ଯାହା ସହିତ ମାନେ ଯୋଗାଯୋଗରେ ଥାଇପାରନ୍ତି ବୋଲି ଆପଣଙ୍କର ମାନ ସେ କଥା ତ ସେମାନେ କହିପାରିବେ ଯେଉଁମାନେ କହୁଛନ୍ତି ସେମାନେ କହିପାରିବେ ଏଇଟା କ'ଣ କେହି ଜାଣିବେ ଯେ କାହା ସାଙ୍ଗେ ସେମାନେ ଯୋଗାଯୋଗରେ ଅଛନ୍ତି ଯଦି କାହା ସାଙ୍ଗେ ଯୋଗାଯୋଗରେ ଅଛନ୍ତି ସେମାନେ ନା କହିଦେଉନାହାନ୍ତି ଆମକୁ ଟିକେ ସୁବିଧା ହେବ ତ କିଏ ମନା କଲା ନାଟା କହିଦିଅନ୍ତୁ ସାଂସଦମାନଙ୍କୁ ଏକାଠି ରଖିବା ପାଇଁ ବିଜୁ ଜନତା ଦଳ ତରଫରୁ ବର୍ତ୍ତମାନ କେମିତି ପ୍ରୟାସ ଚାଲିଛି କ'ଣ କ'ଣ ପ୍ରୟାସ ଚାଲିଛି ଆପଣମାନଙ୍କ ସହିତ କେମିତି ଯୋଗାଯୋଗ କରାଯାଉଛି ଦଳ ତରଫରୁ ନା ଶୁଣନ୍ତୁ ପ୍ରୟାସର କିଛି ଆବଶ୍ୟକତା ନାହିଁ ଆମର ସବୁ ସାଂସଦମାନେ ଠିକ୍ ଅଛନ୍ତି ଯେଉଁଠି ସମସ୍ୟା ଥାଏ ସେଇଠି ପ୍ରୟାସ କରାଯାଏ ଆମର ପ୍ରୟାସର ଆବଶ୍ୟକତା ନାହିଁ ଆମର ସବୁ ସାଂସଦ ପୁରା ଏକଜୁଟ ହେଇକି ଅଛନ୍ତି ଦମଦାର ଭାବରେ ଅଛନ୍ତି କୌଣସି ସାଂସଦ ଯେଉଁମାନଙ୍କ ନାଁ ଆପଣମାନେ କହୁଛନ୍ତି ଯେଉଁ ଚର୍ଚ୍ଚାରେ ଆସୁଛି ଏମିତି ସେମିତି ବୋଲି ସେମିତି କିଛି ନାହିଁ ସମସ୍ତ ବିଜୁ ଜନତା ଦଳ ସାଙ୍ଗରେ ପୁରା ମାନେ ୱାଲ୍ ଭଳିଆ ଠିଆ ହେଇକି ଅଛନ୍ତି କିଛି ହେବାର ନାହିଁ କିଛି ସମସ୍ୟା ନାହିଁ କେହି ଯିବାର ନାହିଁ ଆଜି ତାରିଖ ଯଦି ଦେଖିବା 12/12/2024 12/12/2024 ବିଜୁ ଜନତା ଦଳ ସାଂସଦ 7 ଜଣ ରାଜ୍ୟସଭା ସାଂସଦ ଅଛନ୍ତି ଆଗାମୀ ଦିନରେ ମଧ୍ୟ 2025 ମଧ୍ୟ ସେହି ସାଂସଦ ରହିବେ 12/12/2025 ବି ଆମର ସାଂସଦ ସଂଖ୍ୟା ସମାନ ରହିବେ 100%।